ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଜାନୁଆରୀ 6 ତାରିଖ ଗୁରୁବାର, ମାଘ ଶୁକ୍ଳ ନବମୀ ତିଥି। କୃତ୍ତିକା ନକ୍ଷତ୍ର ବୃଷ ରାଶିରେ ଚନ୍ଦ୍ର, ମକର ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି, ଆଜି ଆପଣଙ୍କ ପାଇଁ ମଙ୍ଗଳମୟ ହେବ। କାର୍ଯ୍ୟସିଦ୍ଧି, ଯାତ୍ରାରେ ସଫଳତା, ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବାଣିଜ୍ୟରେ ବୃଦ୍ଧି, ଧନ ଲାଭର ଯୋଗ ଅଛି। ଶତ୍ରୁ ଆଜି ପରାସ୍ତ ହେବେ। ଆଜି ଆପଣଙ୍କର ବହୁତ ଦିନର ମନୋବାଞ୍ଛା ପୂରଣ ହେବ। ବନ୍ଧୁ ମିଳନ ଯୋଗ ଅଛି। ସୁସ୍ୱାଦୁ ଭୋଜନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ବୃଷ ରାଶି। ଆଜି ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆଜି ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ। ଶତ୍ରୁ ଆଜି ପରାସ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ମାନସିକ ପୀଡ଼ା ପାଇବେ। ପରିବାରରେ ଅସନ୍ତୋଷ, ଶତ୍ରୁ ଆଜି ପ୍ରବଳ ହେବେ। ଅପମାନିତ ହୋଇପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବାଣିଜ୍ୟର ବୃଦ୍ଧି, ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଉଭୟ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ। ପରିବାରରେ ମନୋମାଳିନ୍ୟ, ଶାରୀରିକ ମାନସିକ ପୀଡ଼ା ପାଇବେ। ଦ୍ରବ୍ୟ ନାଶର ଯୋଗ ଅଛି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି। ଆଜି ଦିନଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବାଣିଜ୍ୟରେ ବୃଦ୍ଧି, ଧନ ଲାଭର ଯୋଗ ଅଛି। ବନ୍ଧୁ ମିଳନ, ଶତ୍ରୁ ଆଜି ପରାସ୍ତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ମାନସିକ ପୀଡ଼ା ପାଇବେ। ପରିବାରରେ ଅସନ୍ତୋଷ, ଦ୍ରବ୍ୟ ନାଶର ଯୋଗ ଅଛି। ଧନ ବ୍ୟୟ, ଶତ୍ରୁ ଆଜି ବୃଦ୍ଧି ପାଇବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ। ଆଜି ଆପଣ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ତାପରେ ଆସିବା ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବାଣିଜ୍ୟରେ ବୃଦ୍ଧି, ଶତ୍ରୁ ଆଜି ପରାସ୍ତ ହେବେ। ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, ଧନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଧନ ଲାଭର ଯୋଗ ଅଛି। ବାଣିଜ୍ୟରେ ବୃଦ୍ଧି, ଶତ୍ରୁ ପରାସ୍ତ ହେବେ। ମକଦ୍ଦମାରେ ବିଜୟ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ମାନସିକ ପୀଡ଼ା ପାଇବେ। ପରିବାରରେ ଅଶାନ୍ତି, ଦ୍ରବ୍ୟ ନାଶର ଯୋଗ ଅଛି। ଅପମାନିତ ହୋଇପାରନ୍ତି। ଆଜି ଆପଣ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ମାନସିକ ପୀଡ଼ା ପାଇବେ। ଦ୍ରବ୍ୟ ନାଶର ଯୋଗ ଅଛି। ଶତ୍ରୁ ଆଜି ବୃଦ୍ଧି ପାଇବେ। ବାଣିଜ୍ୟରେ ହାନି, ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ।
ତାପରେ ଆସିବା ମୀନ ରାଶି। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ମନମାଳିନ୍ୟ, ଶାରୀରିକ ମାନସିକ ପୀଡ଼ା ପାଇବେ। କାର୍ଯ୍ୟକ୍ଷେତ୍ରରେ ଆଜି କାମର ଚାପ ବଢ଼ିବ, ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଠି ଶେଷ ହେଲା। ଶେଷରେ କହି ରଖୁଛି, ଲାଉ ଖାଆନ୍ତୁ ନାହିଁ। ଜୟ ଜଗନ୍ନାଥ।